हेलो फ्रेंड्स गुड मॉर्निंग जय जगन्नाथ। तो मुझे बाहर कुआड़े से आपण मैंने आस्ते आस्ते जानवे भिडियो रे। तो एबे आसी बस स्टैंड रे बालेश्वर बस स्टैंड रे पहुँच जाइए। तापर एबे आसी पुणी भद्रक रे पहुँची गली एकाथरे। देखंतु भद्रक बस स्टैंड, भद्रक रे एपट बस स्टैंड रे छिड़ा केउझर बस स्टैंड। तो एबे भावନ୍ତୁ ମୁଁ କୁଆଡ଼େ ଯାଉଛି। हाँ ठीक कथा, ମୁଁ ଯାଉଛି जोड़ा भाई पाखକୁ। तो मामा भी सेठी अछंती, तो भाई पाखକୁ ସେଥିପାଇଁ ଯାଉଛି। ଆଉ ମୋର 2 दिन छुट्टी थिला शनिवार रविवार, तो ସେଥିପାଇଁ बाहर थिली। ଆଉ ପାଗଟା ବି ଆଜି ବଢ଼ିଆ ସୁନ୍ଦର କରିଛି, ଦେଖିପାରୁଥିବେ। ଏବେ ପହଞ୍ଚି ଗଲେଣି ପାଖାପାଖି କେଉଁଝରର। କେତେ ସୁନ୍ଦର ପାହାଡ଼ ଆସିଗଲାଣି ଦେଖାଯାଉଛି, ଆଉ କେତେ ସୁନ୍ଦର ଗ୍ରୀନ୍ ବି ଫିଲ୍ଡ ପୁରା ହେଇଛି, ବଢ଼ିଆ ଲାଗୁଛି। ତ ଯିବା, ମୋତେ ତ ଲାଗୁଛି ବହୁତ 7:30 ବେଳେ ବସ୍ କହିଛି ପହଞ୍ଚିବ, ଦେଖିବା କେତେବେଳେ ପହଞ୍ଚୁଛି। ଏବେ ଦେଖନ୍ତୁ ଆମର ବୈତରଣୀ ରିଭର, ନଦୀର ରିଭର ଉପରେ ଚାଲିଛି। ଏଠି କେତେ ଚଉଡ଼ା ବୈତରଣୀ ନଦୀ। ପୁଣି କେଉଁଝରରେ ସେଇଟା ବହୁତ ସରୁ ହେଇଯାଇଛି, ଯେଉଁଠି ପାହାଡ଼ ସେଠି ଚଉଡ଼ା ନାହିଁ। ଏଠି ପୁରା ସମତଳ ଭୂମି ବୋଲି କେତେ ଚଉଡ଼ା, ଆଉ ପାଣି କେତେ ଅଛି ଦେଖିପାରୁଥିବେ। ବର୍ଷା ପାଣି ଉପର ମୁଣ୍ଡରେ ବର୍ଷା ହେଉଛି, ତ ସେଥିପାଇଁ ପ୍ରବଳ ପୁରା ଗୋଳିଆ ପାଣି, ବର୍ଷା ପାଣି। ତ ଏବେ ଦେଖନ୍ତୁ କେଉଁଝରରେ ପ୍ରବଳ ବର୍ଷା, ପୁରା ଜୋର ବର୍ଷା ହେଇକି ଯାଇଛି ଜଷ୍ଟ ଉପରେ। ଏବେ କେଉଁଝର ମାର୍କେଟରେ ପହଞ୍ଚିଗଲା। ଆଉ କେଉଁଝର ଏବେ ଆମ ସିଏମ୍ଙ୍କର ଘର ବୋଲି କେତେ ସୁନ୍ଦର ବନା ହେଇକି ରହିଛି, ପୁରା ଚିକ୍ ଲାଗୁଛି କେଉଁଝର। ବର୍ଷା ହେଇଯାଇଛି, ପୁରା ସବୁ ଜିନିଷ ପୁରା ସଫା ସଫି, କେତେ ଗଛ, କେତେ ସୁନ୍ଦର ଲାଗୁଛି। ଆସିକି ପହଞ୍ଚି ଯାଇଛି ଭାଇ ପାଖରେ। ତ ମାଟି ହାଣ୍ଡିରେ ଚିକେନ୍ ଟିକେ ହେଉଛି, ଚିକେନ୍ ନେଇକି ଆସିଥିଲୁ। ଆଣିଲା ପରେ ହେଉଛି ଏବେ ଖାଇବା ଚିକେନ୍ ଆଉ ଭାତ। କାହିଁକିନା ମୁଁ ଦିନରେ ଆଜି ଭାତ ଖାଇନଥିଲି, ତ ସେଥିପାଇଁ ମାମା କହିଲି ଟିକେ ଭାତ କରିଦେବା ପାଇଁ। ଆଉ ଚିକେନ୍ ଭାତ ଖାଇବା। ତ ରହିଲି, ପୁଣି ଦେଖା ହେବ ନେକ୍ସଟ ବ୍ଲଗ୍ରେ। ଏଇ ବ୍ଲଗ୍ ଦେଖିବା ପାଇଁ ଜମା ଭୁଲିବା ନାହିଁ, କାହିଁକିନା ଏଥର ରିମୁଳି ସିରିଜ୍ ପୁରା ଚାଲିବ, ଯୋଡ଼ା ସିରିଜ୍। ରହିଲି।